ଶିବ ଯେତେବେଳେ 5 ବର୍ଷର ପିଲା ତାର ବାପା ମା ଦୁହେଁ ହଠାତ୍ ମରିଗଲେ। ଅନାଥ ଶିବକୁ ରାମଦାସ ନାମକ ଜଣେ ସଜ୍ଜନ ବ୍ୟକ୍ତି ପାଳି ପୋଷି ମଣିଷ କଲେ। ଶିବ ସ୍ୱଭାବରେ ଥିଲା ଅଳସୁଆ, ପଢ଼ାପଢ଼ି କଲା ନାହିଁ, କାମଦାମ ମଧ୍ୟ ଶିଖିବାକୁ ସେ ଚାହିଁଲା ନାହିଁ। ଦେଖୁ ଦେଖୁ ତାକୁ 16 ବର୍ଷ ହୋଇଗଲା। ଦିନେ ରାମଦାସ ତାକୁ କହିଲେ, ପୁଅ ତୁ ଏଣିକି ଅଳସୁଆ ବୁଦ୍ଧି ଛାଡ଼। ମୁଁ ଏବେ ବୁଢ଼ା ହେଲିଣି, କେବେ ମରିଯିବି ତାର ଠିକଣା ନାହିଁ। ତୁ ଏବେଠାରୁ କାମଦାମ ନ କଲେ ତୋ ପାଇଁ ବଞ୍ଚି ରହିବା ବି କଷ୍ଟକର ହୋଇଯିବ। କାରଣ ମୋ ପରେ ଏ ଘରର ଲୋକେ ହୁଏତ ତୋତେ ଖାଇବାକୁ ବି ନ ଦେଇପାରନ୍ତି। ତେଣୁ ଆଜିଠାରୁ ସକାଳ ଆଉ ସନ୍ଧ୍ୟାରେ ତୁ ବଗିଚାରେ ପାଣି ଦେବୁ। ରାମଦାସଙ୍କ ଘର ପଛପଟେ ତାଙ୍କର ବେଶ ବଡ଼ ବଗିଚାଟାଏ ଥାଏ। ସବୁ ଗଛରେ 2 ଓଳି ପାଣି ଦେବାକୁ ହେଲେ ଅନ୍ତତଃ 4 ଘଣ୍ଟା ଲାଗିବ। ଶିବ ପାଇଁ ଏ କାମ ବହୁତ କଷ୍ଟକର ମନେ ହେଲା। ଏଣେ ରାମଦାସ ଘରେ କହିଦେଇଥାନ୍ତି ଯେ କାମ ନ କଲେ ଶିବକୁ କେହି ଖାଇବାକୁ ଦେବ ନାହିଁ। ଶିବ ଭାବିଲା, ବିନା କଷ୍ଟରେ ଯଦି ଖାଇବା ଯୋଗାଡ଼ ହୋଇପାରେ ତେବେ ଭଲ। ତେଣୁ ସେ କାହାକୁ କିଛି ନ କହି ଘରୁ ବାହାରି ଜଙ୍ଗଲ ଆଡ଼େ ଚାଲିଗଲା। ବାଟରେ ଦେଖିଲା ଜଣେ ସନ୍ନ୍ୟାସୀ ବସିଛନ୍ତି। ଶିବ ଯାଇ ତାଙ୍କୁ ଦେଖା କରି ସବୁ କଥା କହିଲା। ସନ୍ନ୍ୟାସୀ ସବୁ ଶୁଣି କହିଲେ, ତମେ ଭାବୁଛ କି ହଳ ନ କଲେ ଫସଲ ହେବ? ହଳ ଯଦି କିଏ କରିଦେଲା, ବର୍ଷା ହେବା ବି ଦରକାର। ଯଦି ବର୍ଷା ନ ହେଲା, ସେଥିପାଇଁ ତପସ୍ୟା କରିବା ଦରକାର। ତମେ ଆଧ୍ୟାତ୍ମିକ ଶକ୍ତି ପାଇଲେ ଘରେ ବସି ସେସବୁ କରିପାରିବ। ସେଥିପାଇଁ ସାଧନା ଦରକାର। ତମେ ଏଇ ପଟେ ପଟେ ଜଙ୍ଗଲ ଭିତରକୁ ଯାଅ, ଦେଖିବ ଜଣେ ବ୍ୟକ୍ତି ସାଧନା କରୁଛି। ଶିବ ସେଇ ପଟେ ପଟେ ଜଙ୍ଗଲ ଭିତରକୁ ଗଲାବେଳେ ଦେଖିଲା ଜଣେ ଲୋକ ଗଛରୁ ଓଲଟା ଲଟକିଛି। ଏହା ଭାବି ଶିବ ତାକୁ କହିଲା, ମୁଁ ମଧ୍ୟ ଆପଣଙ୍କ ପରି ଓଲଟା ଲଟକିଲେ ମୋତେ ଖୁବ୍ ଶୀଘ୍ର ଫଳ ମିଳିବ କି? ଏକଥା ଶୁଣି ଓଲଟା ଲଟକିଥିବା ଲୋକଟି ଚିତ୍କାର କରି କହିଲା, କି ଫଳରେ? ମୋତେ ତ ଜଣେ ଲୋକ ବାନ୍ଧିକିରି ଏଠି ଟଙ୍ଗେଇ ଦେଇ ଯାଇଛି। ପ୍ରଥମେ ଗଛକୁ ଚଢ଼ିକିରି ମୋତେ ଆଗ ଫାଶ ମୁକ୍ତ କର, ତାପରେ କଥାବାର୍ତ୍ତା। ଶିବ ଗଛ ଉପରକୁ ଯାଇ ଲୋକଟିକୁ ଫାଶ ମୁକ୍ତ କଲା। ଜାଣିଲା ସେ ହେଉଛି ଗୋଟେ ଚୋର। ଶିବ ତାକୁ ଉପଦେଶ ଦେଇ କହିଲା, ଦେଖ, ଚୋର ହୋଇ ମୃତ୍ୟୁ ସହିତ ଖେଳି ଏପରି ଟଙ୍ଗା ହୋଇ ରହିଲେ 6 ମାସ ମଧ୍ୟରେ ସିଦ୍ଧି ପାଇପାରନ୍ତି କି? ଶିବର କଥା ଶୁଣି ଚୋରକୁ ହସ ଲାଗିଲା। ସେ ଗମ୍ଭୀର ହୋଇ କହିଲା, କ'ଣ କହୁଛୁ ତୁ? ଘଣ୍ଟାଏ ଲାଗି ମୁଁ ଝୁଲି ଯେଉଁ ଅବସ୍ଥା ପାଇଲିଣି ସେ କଥା କହନା କହନା, ଆଉ ତୁ କହୁଛୁ 6 ମାସ ଏମିତି ଝୁଲି ରହିବି? ତୁ ଚାହିଁଲେ ମୁଁ ତୋତେ ଏଠି ଝୁଲାଇ ଦେବି, କିନ୍ତୁ ତୁ ବରଂ ମୋ ସହିତ ଚାଲ, ଏକାଠି ଚୋରି କରିବା। ମୁଁ ତୋତେ ଚୋରି ବିଦ୍ୟା ଶିଖାଇ ଦେବି। ସେଥିରେ ରାତାରାତି ତୁ ବହୁତ କିଛି ପାଇବୁ। ଶିବକୁ ଚୋରର କଥା ପସନ୍ଦ ହେଲା। ଚୋର ତାକୁ ଘରକୁ ନେଇଗଲା। ଖିଆପିଆ ପରେ ଚୋର ତା ଦେହରେ କିଛି ତେଲ ବୋଳିଲା ଆଉ କଳା ରଙ୍ଗ ସବୁ ବୋଳିଦେଲା। ଶେଷରେ ଦୁହେଁ ଚୋରି କରିବାକୁ ବାହାରିଲେ। ରାସ୍ତାରେ ଗୋଟେ ଧନୀ ଘର ଦେଖି ଶିବ କହିଲା, ମୋର ମନେ ହୁଏ ଏ ଲୋକଟି ଧନୀ। ଆଜି ଏଇଠାରେ ଭାଗ୍ୟ ପରୀକ୍ଷା କରିବା। ଧରା ନ ପଡ଼ିଲେ ତ ବହୁତ କିଛି ଧନ ମିଳିଯିବ। କିନ୍ତୁ ଚୋର କହିଲା, ନା ନା ନା, ଏଠାରେ ପହରାବାଲା ଆଉ ଶିକାରୀ କୁକୁର ବି ଅଛନ୍ତି। ତେଣୁ ଆମେ ଛୋଟ ଘରଟେ ଦେଖି ଚୋରି କରିବା। ଶେଷରେ ସେମାନେ ଗୋଟେ ଛୋଟ ଘର ଦେଖି ଚୋରି କଲେ। ସେଠାରେ ସେମାନେ ମାତ୍ର 200 ମୁଦ୍ରା ପାଇଲେ। ଶିବ ଖୁସି ହୋଇ କହିଲା, ଏହି ଧନ ଆମେ ନିଜ ଭିତରେ ବାଣ୍ଟି ନେବା। ସେଥିରେ ଆମର ମାସକର ଖର୍ଚ୍ଚ ଆରାମରେ ଚଳିଯିବ। କିନ୍ତୁ ଚୋର କହିଲା, ଯିଏ ମୋତେ ଏ ଘର ବିଷୟରେ ଠିକଣା ଦେଇଥିଲା ତାକୁ 50ଟି ମୁଦ୍ରା ଦେବାକୁ ହେବ। ପୁଣି ଆମର ଜଣେ ସର୍ଦ୍ଦାର ଅଛି, ତାର ମଧ୍ୟ ଏଥିରେ ଭାଗ ଅଛି। ତା ବିନା ଚୋରି ହୋଇପାରିବ ନାହିଁ। ତାକୁ ବି 50 ମୁଦ୍ରା ଦେବାକୁ ହେବ। ଏ ଘରର ଦରୱାନ ଆମକୁ ଦେଖି ନ ଦେଖିଲା ପରି ରହିଲା, ତାକୁ ମଧ୍ୟ 50 ମୁଦ୍ରା ଦେବାକୁ ହେବ। ଆମେ ଆଉ ଯାହା ବଳିବ ତାକୁ ବାଣ୍ଟି ନେବା। ଏହା ପରେ ବି କାଳୀ ମନ୍ଦିରକୁ ଯାଇ 10ଟି ମୁଦ୍ରା ଖର୍ଚ୍ଚ କରି ଆମେ ଭୋଗ ଲଗାଇବା। ଏବେ ତୁ ଦେଖ ଆଉ କେତେ ରହିଲା। ଆମ ଭାଗ୍ୟରେ ପଡ଼ିଲା କେବଳ 20ଟି ଲେଖାଏଁ ମୁଦ୍ରା। ତାପରେ ସେମାନେ ଘରକୁ ଫେରିଲେ। ସେହି ଧନରେ ବି ଶିବ ସନ୍ତୁଷ୍ଟ ଥିଲା, କିନ୍ତୁ ଦେହରୁ କଳା ଛଡ଼ାଇବାକୁ ତାକୁ ଘଣ୍ଟାଏ ଲାଗିଲା। ତେଣୁ ତାକୁ ଏ କାମ ଆଦୌ ଭଲ ଲାଗିଲା ନାହିଁ। ସେ ଭାବିଲା, ଦରୱାନର କାମ ବୋଧେ ସବୁଠାରୁ ଭଲ। ଦରୱାନ ଟିକେ ଚୋରକୁ ନ ଦେଖିଲା ପରି ହେଲା, ଅଥଚ 50 ମୁଦ୍ରା ପାଇଲା। ଶିବ ତା ପରଦିନ ଯାଇ ଦରୱାନ ପାଖରେ ପହଞ୍ଚିଲା। ତାକୁ କହିଲା, ତାରି ପରି କିଛି କାମ ତାର ଦରକାର। ଏକଥା ଶୁଣି ଦରୱାନ ଆଶ୍ଚର୍ଯ୍ୟ ହୋଇଗଲା। କହିଲା, ମୋ ଭଳି କାମ ଚାହୁଁଛୁ? ସେଥିପାଇଁ ପ୍ରଥମେ ତୋତେ ସିପାହୀଙ୍କ ଘରେ ବିନା ପଇସାରେ ଖଟିବାକୁ ପଡ଼ିବ। ତେଣୁ ଚୋରି ହେଲେ ସେ ମୋତେ କିଛି ଦଣ୍ଡ ଦିଏ ନାହିଁ, କିନ୍ତୁ ବହୁତ ଟଙ୍କା ମିଳେ। ତୁ ଯଦି ଏସବୁ ପାଇଁ ପ୍ରସ୍ତୁତ ତେବେ ଭାବିଚିନ୍ତି କହ। ଏସବୁ ଚାକିରି ବାକିରି ବୋଧେ ମୁଁ ପାରିବି ନାହିଁ। ଆଚ୍ଛା ମୋତେ କୁହ ତ, ସିପାହୀ ହେବାକୁ ହେଲେ କ'ଣ କରିବାକୁ ପଡ଼ିବ? ଶିବ ପଚାରିଲା।
ତୁ ସିପାହୀ ହେବାକୁ ଚାହୁଁଛୁ? ଏହି ଗ୍ରାମରେ ଚନ୍ଦ୍ରପ୍ରକାଶ ନାମକ ଜଣେ ଶିକ୍ଷକ ଅଛନ୍ତି, ତାଙ୍କୁ ଦେଖା କରି ଏ ବିଷୟରେ ପଚାର। ଦରୱାନ କହିଲା। ଶିବ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଚନ୍ଦ୍ରପ୍ରକାଶଙ୍କ ପାଖରେ ପହଞ୍ଚିଲା ଏବଂ ତାଙ୍କୁ ସବୁ କଥା କହିଲା। ଶିକ୍ଷକ ଶିବର କଥା ଶୁଣି କହିଲେ, ଜାଣିଛ ତ ସିପାହୀର କାମ କ'ଣ? ଚୋର ଧରିବା। ଚୋର ଧରିବାକୁ ହେଲେ ସାହସ, ବୁଦ୍ଧି, ବିଚକ୍ଷଣତା ଦରକାର। ତେଣୁ ତମକୁ ପ୍ରଥମେ 2 ବର୍ଷ ମୋ ପାଖରେ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ, ତାପରେ ଯାଇ ତମେ ସିପାହୀ ଭଳି କିଛି କାମ କରିପାର। ଚନ୍ଦ୍ରପ୍ରକାଶଙ୍କ କଥା ଶୁଣି ଶିବର ମଥା ଘୂରିଗଲା। ସେ କହିଲା, ଏତେ ପରିଶ୍ରମ ମୋ ଦ୍ୱାରା ହୋଇପାରିବ ନାହିଁ। ମୋତେ କୁହନ୍ତୁ, ମୁଁ କେମିତି ଆପଣଙ୍କ ପରି ଶିକ୍ଷକ ହୋଇପାରିବି? ଶିକ୍ଷକ ହେବାକୁ ହେଲେ ତ ତୁମକୁ ଦୀର୍ଘ ସମୟ ଧରିକିରି ସାଧନା କରିବାକୁ ପଡ଼ିବ, ବିଦ୍ୟା ଅଧ୍ୟୟନ କରିବାକୁ ପଡ଼ିବ ଏବଂ ଶ୍ରଦ୍ଧାର ସହିତ ଗୁରୁଙ୍କର ସେବା କରିବାକୁ ପଡ଼ିବ। ଶିକ୍ଷକ ଅତି ସରଳ ଭାବରେ କହିଲେ। ଶିବ କିଛି ସମୟ ନୀରବ ରହିଲା। ତାପରେ ଚନ୍ଦ୍ରପ୍ରକାଶଙ୍କୁ ନମସ୍କାର କରି କହିଲା, ମହାଶୟ, ଆପଣ ତ ଜଣେ ପଣ୍ଡିତ ବ୍ୟକ୍ତି। ଆପଣଙ୍କର ସଂସାରରେ ବହୁତ ଚିହ୍ନା ପରିଚୟ ବ୍ୟକ୍ତି ଥିବେ। ମୋତେ ଟିକେ କୁହନ୍ତୁ, ମୁଁ କାହା ପାଖକୁ ଗଲେ ବିନା ପରିଶ୍ରମରେ ପଇସା ରୋଜଗାର କରିପାରିବି? ଚନ୍ଦ୍ରପ୍ରକାଶଙ୍କର ଶିବ ଉପରେ ଦୟା ହେଲା। ସେ ତାକୁ ବୁଝାଇ କହିଲେ, ତମେ ଏଭଳି ଚିନ୍ତା କରିବା ନ୍ୟାୟସଙ୍ଗତ ନୁହେଁ। ତଥାପି ତମେ ଯଦି ଚାହୁଁଛ, ଗୋଟେ ଉପାୟ ଅଛି। ଏ ଗାଁରେ ସୋମନାଥ ନାମକ ଜଣେ ବ୍ୟକ୍ତି ଅଛନ୍ତି। ତମେ ସକାଳେ ଆଉ ସନ୍ଧ୍ୟାରେ ତାଙ୍କୁ 2 ଘଣ୍ଟା କେବଳ ଗପ ଶୁଣେଇବ। ଗପ ଶୁଣେଇଲେ ସେ ତମକୁ ଦିନକୁ 5ଟି ମୁଦ୍ରା ଦେବେ। ଚନ୍ଦ୍ରପ୍ରକାଶଙ୍କ ଠାରୁ ଶିବ ସିଧାସଳଖ ଯାଇ ସୋମନାଥଙ୍କ ପାଖରେ ପହଞ୍ଚିଲା। ସୋମନାଥ ତା ଭଳି ଜଣେ ଗପ କୁହାଳି ଖୋଜୁଥାନ୍ତି। ଶିବ ତାଙ୍କୁ ଗପ ଶୁଣାଇଲା। ଶିବର ଗପ ସୋମନାଥଙ୍କର ବେଶ ପସନ୍ଦ ହେଲା। ସେ ତାକୁ ଦୈନିକ 5 ମୁଦ୍ରା ଦେଲେ। ଦିନେ ଶିବ ସୋମନାଥଙ୍କୁ କହିଲା, ଆପଣଙ୍କ ସହିତ ରହିବାକୁ ମୋତେ ବହୁତ ଭଲ ଲାଗୁଛି। ମୁଁ ଏଠାରେ ରହି ସାରା ଜୀବନ ବିତାଇବାକୁ ଚାହେଁ। ଶିବ କଥା ଶୁଣି ସୋମନାଥ ଅଳ୍ପ ହସି କହିଲେ, ତମ ଗପ ଗୁଡ଼ିକ ମୋତେ ବେଶ ଭଲ ଲାଗୁଛି, କିନ୍ତୁ ଏମିତି ତ ବେଶୀ ଦିନ ରହିପାରିବ ନାହିଁ। ଶିବ ପଚାରିଲା, କାହିଁକି? କ'ଣ ପଇସାର ଅଭାବ କି? ଏକଥା ଶୁଣି ସୋମନାଥ କହିଲେ, ତମେ ବହୁତ ସରଳ। ତମକୁ ଯେତିକି ପଇସା ଦେଉଛି ତା ମୁଁ ତୁମକୁ ଦୀର୍ଘ ଦିନ ଧରି ଦେଇପାରିବି। କିନ୍ତୁ ତମେ ଜାଣିଛ ମୁଁ ତମଠାରୁ କାହିଁକି ଗପ ଶୁଣୁଛି? ଛୋଟବେଳୁ ମୁଁ ଅଳସୁଆ ଥିବାରୁ ମୋଟା ହୋଇଗଲି। ମୋ ଶରୀର ମୋ ପାଖରେ ବହୁତ ଓଜନିଆ ହୋଇଗଲା। ଓଜନକୁ କମାଇବା ପାଇଁ ମୁଁ ଖାଇବା କମାଇଦେଲି। ତମ ପାଖରୁ ଗପ ଶୁଣୁଛି କେବଳ ମୋର କ୍ଷୁଧାକୁ ଭୁଲି ଯିବା ପାଇଁ। ବୈଦ୍ୟଙ୍କ ପାଖରୁ ଔଷଧ ମଧ୍ୟ ଖାଉଛି, କିଛି ଫଳ ହେଉନାହିଁ। ତଥାପି ବୈଦ୍ୟ ମୋର ଚିକିତ୍ସା କରୁଛନ୍ତି। କିଛି ଦିନ ଚିକିତ୍ସା ପରେ ମୁଁ ନିଶ୍ଚିତ ଭଲ ହୋଇଯିବି। ମୁଁ ଭଲ ହୋଇଗଲେ କାର୍ଯ୍ୟବ୍ୟସ୍ତ ରହିବି। ସେତେବେଳେ ତମଠାରୁ ଗପ କେମିତି ଶୁଣିବି? ସେପରି କାହିଁକି? ଶିବ ପଚାରିଲା। ସୋମନାଥ ହସି ହସି କହିଲେ, ମୁଁ ଏବେ ଶଯ୍ୟାଶାୟୀ। ଓଜନଟା କମିଗଲେ ମୁଁ ବୁଲାଚଲା କରିବି। ତାପରେ ବଗିଚାରେ ପାଣି ଦେବି। କିଛିଟା ପରିଶ୍ରମ ବି ହେବ। ତାହା ହିଁ ହେବ ମୋ ପାଇଁ ନୂଆ ଔଷଧ। ସୋମନାଥଙ୍କ କଥା ଶୁଣି ଶିବ ଆଶ୍ଚର୍ଯ୍ୟ ହୋଇଗଲା। କିଛି ନ ଭାବି କହି ପକାଇଲା, 2 ଓଳି ଗଛରେ 2 ଘଣ୍ଟା ଲେଖାଏଁ 4 ଘଣ୍ଟା ପାଣି ଦେବା ତ ବଡ଼ କଷ୍ଟକର କାମ। କାରଣ ଶିବ ସେ କାମ ପ୍ରଥମରେ ହିଁ କରିଥିଲା। ପରିଶ୍ରମକୁ ଡରି ମୋର ଅବସ୍ଥା ହେଇଛି। ମୁଁ ଶେଯରେ ପଡ଼ି ରହିଛି। ଅଳସୁଆ ହୋଇ ସ୍ୱାସ୍ଥ୍ୟ ନଷ୍ଟ କରି ପଡ଼ି ରହିବା ଭଲ କଥା ନୁହେଁ, ବରଂ ପରିଶ୍ରମ କରି ସୁସ୍ଥ ହୋଇ ରହିବା ଭଲ ନୁହେଁ କି? ସୋମନାଥ କହିଲେ। ଏବେ ଶିବ ଧୀରେ ଧୀରେ ଉପଲବ୍ଧି କଲା ପରିଶ୍ରମର ମୂଲ୍ୟ କ'ଣ। ସୋମନାଥଙ୍କ ପାଖରେ ସେ ଯେତେ ଦିନ ରହିବା କଥା ରହିଲା। ସୋମନାଥ ସୁସ୍ଥ ହୋଇଗଲା ପରେ ସେ ସିଧାସଳଖ ତାର ପାଳକ ପିତା ରାମଦାସଙ୍କ ପାଖକୁ ଲେଉଟି ଆସିଲା। ଏଣିକି ସେ ଘରର କାମ ବୁଝାସୁଝା କଲା, କ୍ଷେତବାଡ଼ି ବୁଝିଲା ଏବଂ କିଛି ଦିନ ପରେ ଗ୍ରାମରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଭାବରେ ଲୋକଙ୍କ ନିକଟରେ ପରିଚିତ ହେଲା। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଯଦି ଆମର ଚ୍ୟାନେଲ ନୂଆ ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।